ଘରର କେଉଁ ଦିଗକୁ ରହିବା ଉଚିତ? ଠାକୁର ଘର। ବନ୍ଧୁଗଣ, ମଣିଷ ନିଜ ଜୀବନରେ ବଞ୍ଚିବା ପାଇଁ ବହୁତ ଜିନିଷ ଉପରେ ନିର୍ଭର କରିଥାଏ। ସେ ରହିବା ପାଇଁ ଏକ ବାସସ୍ଥାନ ଖୋଜିଥାଏ, ଯେଉଁଠାରେ ସେ ନିଜର ଏକ ସ୍ୱପ୍ନର ଘର କରିଥାଏ। ତାହାର ନିଜର ଘରେ ସେ ସବୁଠାରୁ ଆରାମଦାୟକ ଓ ଶାନ୍ତିରେ ଜୀବନ ବ୍ୟତୀତ କରିଥାଏ। ତେବେ ଆମ ହିନ୍ଦୁ ଶାସ୍ତ୍ରରେ ଘର କରିବାର କିଛି ରୀତି ନିୟମ ରହିଥାଏ, ଯେପରି ଘରର ପ୍ରତ୍ୟେକ ଜିନିଷଟି ବାସ୍ତୁଶାସ୍ତ୍ର ଭାବେ କରିବା ଉଚିତ। ଯଦି ଏପରି ନ ହୁଏ ତେବେ ଘରେ ସୁଖ ସମୃଦ୍ଧି ନ ଆସି କଳେଶ, ଅଶାନ୍ତି, ନକାରାତ୍ମକ ଉର୍ଜା ଆଦି ଆସିଥାଏ। ତେବେ ଘରେ ମଣିଷ ନିଜର ଶାନ୍ତି ଓ ଭକ୍ତି ପାଇଁ ପୂଜା ଘର କରିଥାଏ। ସେହି ପୂଜା ଘରେ ଭଗବାନଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରି ପୂଜା କରିଥାଏ। ତେବେ ଏହି ପୂଜା ଘର ବାସ୍ତୁଶାସ୍ତ୍ର ଭାବେ କିପରି କରିବା ଉଚିତ ତାହା ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗକୁ ଠାକୁର ଘର ରହିବା ଉଚିତ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଘରେ ମୂର୍ତ୍ତି ପୂଜା ନକରି ଫଟୋ ପୂଜା କରିବା ଉଚିତ। ଯଦି ମୂର୍ତ୍ତି ପୂଜା କରାଯାଏ ତେବେ ମୂର୍ତ୍ତିର ଉଚ୍ଚତା 6 ଆଙ୍ଗୁଳିରୁ ଛୋଟ ହେବା ଭଲ। ମାତ୍ର ଘରେ କାଳୀ, ହନୁମାନ, ଶିବ, ନୃସିଂହ ମୂର୍ତ୍ତି ପୂଜା ନିଷେଧ। ଯଦି ଘରେ ବଡ଼ ମୂର୍ତ୍ତି ରଖି ପୂଜା କରିବାକୁ ଇଚ୍ଛା ଥାଏ ତେବେ ଘର ବାହାରେ ଘରର ଉତ୍ତର, ପୂର୍ବ କୋଣରେ ଏକ ଅଲଗା ଘର କରି ମୂର୍ତ୍ତି ସ୍ଥାପନ କରାଯାଇପାରେ, କିନ୍ତୁ ଏହାକୁ ବ୍ରାହ୍ମଣ ପୂଜା କରିବା ବିଧେୟ। ଠାକୁର ଫଟୋ ବା ମୂର୍ତ୍ତିକୁ କାନ୍ଥକୁ ଲଗାଇ ରଖିବା ବା ଟାଙ୍ଗିବା ଉଚିତ ନୁହେଁ। ଏଥିପାଇଁ ଆସ୍ଥାନ ବିମାନ କରିବା ଉଚିତ। ପୂଜା ଘରର କବାଟ ସିଧା ବା ଠିକ୍ ସାମନାରେ ଠାକୁର ରଖିବା ଅନୁଚିତ। ଠାକୁରଙ୍କ ଆସ୍ଥାନ ବା ବସିବା ସ୍ଥାନ କାନ୍ଥକୁ ନ ଲଗାଇ ଟିକେ ଛାଡ଼ି ରଖନ୍ତୁ। ଠାକୁର ବସିବା ସ୍ଥାନ କେବଳ ମାର୍ବଲ କରନ୍ତୁ। ସବୁ ପୂଜା ଘର ମାର୍ବଲ କରିବା ଅନୁଚିତ। ଗୃହରେ ଥିବା ଘରେ ଠାକୁର ଫଟୋ ମୂର୍ତ୍ତିକୁ ପଶ୍ଚିମ ମୁହାଁ କରି ରଖିବା ଉଚିତ। କେବଳ ମନ୍ଦିରରେ ଠାକୁର ପୂର୍ବ ମୁହାଁ ହୋଇ ରହିବ। ପୂଜା ଘରେ ଆଲମିରା, ବାକ୍ସ ବା କୋଠରୀ ଆଦି ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲାଗି ରହିବା ଉଚିତ। ପୂଜା ଘରେ କୌଣସି ଅନାବଶ୍ୟକ ପଦାର୍ଥ ରଖିବା ଅନୁଚିତ। ପୂଜା ଘରେ ଟଙ୍କା ରଖିବା ନିଷେଧ। ମାନସିକ ଟଙ୍କା ରଖିପାରିବେ। ପୂଜା ଘରେ ଇଲେକ୍ଟ୍ରିକ୍ ଜିନିଷ ଆଦି ଦକ୍ଷିଣ, ପୂର୍ବ କୋଣରେ ରହିବ। ପୂଜା ଘରେ ଭଙ୍ଗା କାଚ ବା ଉଇ ଲାଗିଥିବା ଫଟୋ ରଖିବା ଅନୁଚିତ। ପୂଜା ଘରକୁ ଲାଗି କିମ୍ବା ଏହା ଉପରେ ରୋଷେଇ ଘର, ପାଇଖାନା, ସିଡ଼ି ଘର କରିବା ଅନୁଚିତ। ତୁଳସୀ ଚଉରା ଉତ୍ତର, ପୂର୍ବ କୋଣରେ ହେବା ଉଚିତ। ଏହାକୁ ପୂଜା କରିବା ବେଳେ ଯେମିତି ପୂର୍ବକୁ ମୁହଁ କରି ସୂର୍ଯ୍ୟଙ୍କୁ ପାଣି ଦେବେ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।